ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ରମାନଙ୍କର ନାଁ ଯେତେବେଳେ ପଡ଼୍ସି ପହଲା କରି ସୋର୍ ପଡ଼୍ସି ଆମର୍ ସୋନପୁର ଜିଲ୍ଲାର ମା ମେଟକାନୀଙ୍କର ମନ୍ଦିର କଥା। ତ ଆଜି ଆମେ ସକାଳୁ ସକାଳୁ ବାହାରି ପଡ଼ିଛୁଁ ମା ମେଟକାନୀଙ୍କର ମନ୍ଦିର ଦର୍ଶନ କରବାର୍ ଲାଗି। ଏଇଟା ଜଷ୍ଟ ଆମେ ପାଖକେ ପହଞ୍ଚିଗଲୁନ, ଆଉ ଟିକେ ରହଲା। ହଁ, ଏଇଟା ଆମେ ପହଞ୍ଚିଗଲୁ। ବହୁତ ସୁନ୍ଦର ନଜାରା। ଏଇଟା ହେଉଛି ମେନ୍ ଗେଟ୍ଟା। ଦିନ ଦିନକେ ଏ ଜାଗାର ବହୁତ ଡେଭଲପ୍ ହେଉଛି। ବହୁତ ବଢ଼ିଆ। ଏଇଟା ହେଉଛି ରାସ୍ତା ମନ୍ଦିରକେ ଯିବାର୍ ଲାଗି। ବହୁତ ସୁନ୍ଦର। ଏଇଟା ଲେଫ୍ଟ ସାଇଡ଼୍ରେ ଗୋଟେ ସେଲ୍ଫି ପଏଣ୍ଟଟେ ବନା ହେଇଛେ, ଆମର୍ ମା ମେଟାକାନି ବୋଲି। ବହୁତ ବଢ଼ିଆ। ଏଇଟା ଚଢ଼େଇମାନଙ୍କର ନେଷ୍ଟ, ଏଇଟା ଆର୍ଟିଫିସିଆଲ୍ ସବୁ ବନା ହେଇଛେ ପୁରା। ମସ୍ତ ଲାଗୁଛି। ତାପରେ ଡାକି ବୋଲୁ ଏଇଟା ସକାଳ ଟାଇମ୍ ହେଲେ ବି ପର୍ଯ୍ୟଟକମାନେ ବହୁତ ପଳେଇ ଆସିଲେଣି। ଏଇଟା ରାସ୍ତାର ବହୁତ ସାଇଡ଼୍ରେ ବହୁତ ଦୋକାନ ବଜାର। ଏଇଟା ଆଉ ଟିକେ କ୍ଲୋଜ୍ ଆସିଲୁ। ଏଇଟା ଗୋଟେ ବରଗଛରେ ଏଇଟା ଶହ ଶହ ନଡ଼ିଆ ସବୁ, ଯେନ୍ ଜାଗାରେ କି ଲୋକମାନେ ଫଟୋ ନେବାର୍ ଲାଗି ବହୁତ ପସନ୍ଦ କରସନ୍। ବଢ଼ିଆ। ତାପରେ ଏଇଟା ବହୁତ କ୍ଲୋଜ୍ ପଳେଇ ଆସିଲୁ ଟେମ୍ପୁଲର। ବାସ୍, ଏଇଟା ହେଉଛି କେବଳ ଆମର ଅଞ୍ଚଳ ବା ପଶ୍ଚିମ ଓଡ଼ିଶା ବା ଓଡ଼ିଶା ନାହିଁ, ଟୋଟାଲ୍ ଭାରତବର୍ଷରେ ଫେମସ୍ ଆମର ମେଟକାନୀ ମନ୍ଦିର। ଜୟ ମା ମେଟକାନୀ। ସକାଳୁ ସକାଳୁ ବହୁତ ସୁନ୍ଦର ଦେଖାଯାଉଛି। ଏଇଟା ମନ୍ଦିରର ଏଇଟା ସାଇଡ଼୍ରେ ଏଠି ଅଛି ଗୋଟେ ଜଳାଶୟଟେ, ସେଇଟା ଅଛି। ଏଇଟା ପାଖେ ବହୁତ କ୍ୟୁଟ୍ କ୍ୟୁଟ୍ ସବୁ ବତକ ମାନେ ଅଛନ୍। ଗୋଟେ ପିସଫୁଲ୍ ପ୍ଲେସ୍ଟେ ଏଇଟା। ତାର ସାଇଡ଼୍ରେ ଏଇଟା ବିଭିନ୍ନ ଘର ମାନେ ସବୁ ଭୋଗ ମଣ୍ଡପ ସବୁ ଜିନିଷ ଅଛି। ଏଇଟା ତାପରେ ଆମର ମନ୍କେ ଟାଣି ନେଲା ଗୋଟେ ମାନେ ଗୋଟେ ଜଳାଶୟଟେ ଏନୁ ଅଛେ, ଯେନୁକି ବହୁତ ବତକ ମାନେ ପହଁରୁଛନ୍। ଏଇଟା ବହୁତ ସୁନ୍ଦର ଦେଖାଯାଉଛି। ତାପରେ ଏଇଟା ଗୋଟେ ଆମର ସେ ପାର୍କଟା ଦିନକୁ ଦିନକେ ପାର୍କର ବି ବହୁତ ଡେଭଲପ୍ ହେଉଛି। ଓ ନାଇସ୍। A thing of beauty is joy forever. Very nice. Okay, thank you.